ଆମେ ମଣିଷମାନେ ମେକଅପ୍ ଲଗେଇକି ସାଜସଜ୍ଜା ହେଇକିରି ସୁନ୍ଦର ଦିଶୁଛେ, କିନ୍ତୁ ବିନା ମେକଅପ୍ରେ ପ୍ରକୃତି ବା ନେଚର ବା ଯାହାକୁ ଭଗବାନ ଗଢ଼ିଛନ୍ତି ସେ ଅତ୍ୟନ୍ତ ସୁନ୍ଦର। ସେ ମେଘମାଳାକୁ ନେଇକି କେତେବେଳେ ସୁନ୍ଦର, ସେ କେତେବେଳେ ଚନ୍ଦ୍ରମାକୁ ନେଇକି ସୁନ୍ଦର, ସେ କେତେବେଳେ ସୂର୍ଯ୍ୟକୁ ନେଇକି ସୁନ୍ଦର, ସେ କେତେବେଳେ ବୃକ୍ଷଲତାକୁ ନେଇକି ସୁନ୍ଦର, ସେ କେତେବେଳେ ପରିବେଶକୁ ନେଇକି ସୁନ୍ଦର। କିନ୍ତୁ ଆମେମାନେ କେବଳ ମେକଅପ୍ ଅର୍ଥାତ୍ କେତେବେଳେ ମେକଅପ୍ ଲଗାଉଛେ, କେତେବେଳେ ଲିପଷ୍ଟିକ୍ ଲଗାଉଛେ, ସବୁ ଆମେ କୃତ୍ରିମ ଉପାୟରେ ସୁନ୍ଦର ଦିଶୁଛେ। ପ୍ରକୃତରେ ଯଦି ଆମ ସୁନ୍ଦରତା ପରିପ୍ରକାଶ କରିବାକୁ ଆମେ ଚାହୁଁଛେ, ତେବେ ଆମେ ଆମ ଭିତରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାର ଆବଶ୍ୟକତା ଅଛି। ସେ ସୌନ୍ଦର୍ଯ୍ୟ ଆମର ଚରିତ୍ର ହେଇପାରେ, ଆମ କଥାବାର୍ତ୍ତା ହେଇପାରେ, ଆମର ବ୍ୟବହାର ହେଇପାରେ, ଆମର ଶାଳୀନତା ହେଇପାରେ, ଆମ କାର୍ଯ୍ୟଶୈଳୀ ହୋଇପାରେ। ଏସବୁକୁ ଆମେ ଯେତେ ବୃଦ୍ଧି କରେଇବା ଆମ ସୌନ୍ଦର୍ଯ୍ୟ ସେତେ ବୃଦ୍ଧି ପାଇବ, ଆମ ସୁନ୍ଦରତା ସେତେ ପରିପ୍ରକାଶ ହେବ। ଏଇ ତ ଜୀବନର କଥା।